ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ ପାଇଁ ଗୋଟିଏ ସୁନ୍ଦର ଏବଂ ସରଳ ଭାଷଣ। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟସ୍ପଦ ଗୁରୁଜୀ ଗୁରୁମାବୃନ୍ଦ, ମଞ୍ଚାସୀନ ଗୁରୁଜନବୃନ୍ଦ, ଉପସ୍ଥିତ ଭଦ୍ରମଣ୍ଡଳୀ ତଥା ମୋର ସହପାଠୀଗଣ ଓ ଆଦରର ଛୋଟ ବଡ଼ ଭାଇ ଓ ଭଉଣୀମାନେ, ଆଜିର ଏମିତି ଏକ ସୁସଜ୍ଜିତ ସଭାରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆଜି ଆମେ ଏମିତି ଏକ ସୁସଜ୍ଜିତ ସଭାରେ ଏକତ୍ରିତ ହେବାର କାରଣ ସମସ୍ତଙ୍କୁ ଉଣା ଅଧିକା ଜଣାଅଛି। ଆଜି ଆମେ ଆମ ଜାତୀୟ ପର୍ବ 75ତମ ଗଣତାନ୍ତ୍ରିକ ଦିବସ ପାଳନ ଉପଲକ୍ଷେ ଏଠାରେ ଏକତ୍ରିତ ହୋଇଅଛୁ। ଗଣ ଅର୍ଥ ଲୋକମାନେ ଓ ତନ୍ତ୍ର ଅର୍ଥ ଶାସନ। ଆମ ଦେଶ ବିଶ୍ୱର ସର୍ବବୃହତ୍ ଧର୍ମନିରପେକ୍ଷ ରାଷ୍ଟ୍ର। ଏଠାରେ ସବୁ ଧର୍ମର ଲୋକ ଏକତ୍ରିତ ହୋଇ ଭାଇଚାରାରେ ବାସ କରନ୍ତି। ଆମ ଦେଶ 1947 ମସିହା ଅଗଷ୍ଟ 15 ତାରିଖରେ ସ୍ୱାଧୀନ ହୋଇଗଲା। ହେଲେ ସେ ପର୍ଯ୍ୟନ୍ତ ଆମ ଦେଶରେ ନିଜର କିଛି ଆଇନ କାନୁନର ବ୍ୟବସ୍ଥା ନଥିଲା। ସବୁକିଛି ବ୍ରିଟିଶ ପ୍ରଦତ୍ତ ଆଇନ ଖସଡ଼ା ଥିଲା। ଆମ ଦେଶକୁ ସୁଢଙ୍ଗରେ ଶୃଙ୍ଖଳିତ ଭାବରେ ଚଳାଇବାକୁ ହେଲେ ଆମ ଦେଶବାସୀଙ୍କ ସୁବିଧା ଅନୁସାରେ ଆମକୁ ଆମ ନିଜର ଆଇନ ଖସଡ଼ା ବା ସମ୍ବିଧାନ ତିଆରି କରିବା ଗୁରୁତ୍ୱପୂର୍ଣ୍ଣ ଥିଲା। ସେଥିପାଇଁ ଆମ ଦେଶର ନିଜର ସମ୍ବିଧାନ ତିଆରି କରାଗଲା। ସବୁ ଦେଶର ସମ୍ବିଧାନକୁ ଆଖି ଆଗରେ ରଖି ଓ ସବୁ ଧର୍ମର ବରିଷ୍ଠ ଲୋକମାନଙ୍କୁ ନେଇ ସମସ୍ତଙ୍କ ସୁବିଧା ଅନୁସାରେ ଆମ ସମ୍ବିଧାନ ପ୍ରସ୍ତୁତ କରାଗଲା। ସେଥିପାଇଁ ଆମ ସମ୍ବିଧାନ ବିଶ୍ୱର ସବୁଠାରୁ ଲମ୍ବା ଲିଖିତ ସମ୍ବିଧାନ ଅଟେ। ସମ୍ବିଧାନ ପ୍ରସ୍ତୁତ ଦାୟିତ୍ୱ ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସେଥିପାଇଁ ତାଙ୍କୁ ଆମ ସମ୍ବିଧାନର ଜନକ ବୋଲି କୁହାଯାଏ। ଦୀର୍ଘ 2 ବର୍ଷ 11 ମାସ 18 ଦିନ ଅକ୍ଲାନ୍ତ ପରିଶ୍ରମ ପରେ 1949 ମସିହା ନଭେମ୍ବର ମାସ 26 ତାରିଖ ଦିନ ସମ୍ବିଧାନ ପ୍ରସ୍ତୁତ ହୋଇଗଲା। ହେଲେ 1950 ମସିହା ଜାନୁଆରୀ ମାସ 26 ତାରିଖରେ ଏହାର କାର୍ଯ୍ୟକାରୀ ହୋଇଥିଲା। ସେଥିପାଇଁ ଜାନୁଆରୀ 26 ତାରିଖ ଭାରତର ଏକ ଜାତୀୟ ରାଷ୍ଟ୍ରୀୟ ପର୍ବ ଅଟେ। ହିମାଳୟ ଠାରୁ କନ୍ୟାକୁମାରୀ, ଗୁଜରାଟ ଠାରୁ ଅରୁଣାଚଳ ପ୍ରଦେଶ, ହିନ୍ଦୁ ଠାରୁ ମୁସଲିମ, ସମସ୍ତ ଭାରତୀୟ ଏହି ପର୍ବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରନ୍ତି। ଆମ ଶରୀରର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଆମେ ଆମ ଦେଶକୁ ରକ୍ଷା କରିବା। ଆମ ଦେଶ ପାଇଁ ପ୍ରାଣ ବଳି ଦେଇ ଅମର ହୋଇଥିବା ସେ ମହାନ ଆତ୍ମାଙ୍କୁ ସମ୍ମାନ କରିବା। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ।